ଜନ୍ମ କୁଣ୍ଡଳୀରେ କାର ବୁଧ ପୀଡିତ ହେଇଗଲା, ବୁଧ ପୀଡିତ ହେଇଗଲା ମାନେ ବୁଧ ରାହୁ ସହିତ ରହିଗଲା, ବୁଧ ଶନି ସହିତ ରହିଗଲା, ବୁଧ ମଙ୍ଗଳ ସହିତ ରହିଗଲା, ବୁଧ ଏଇ ତିନିଟା ପ୍ଲାନେଟ ସହିତ ମୁଖ୍ୟତଃ ରହିଗଲା, ତାହେଲେ କଣ ହବ? ତାକୁ ବାୟୁ ରିଲେଟେଡ, ତା ଶରୀରରେ ଏୟାର ରିଲେଟେଡ ପ୍ରୋବ୍ଲେମ ହବା କଥା ହବ। ଆଉ କଣ ହେଇପାରେ ନା କଫ ଜନିତ ସମସ୍ୟା ଟା ହବା କଥା ହେଇପାରେ। ଅଳ୍ପ ସମୟ ପାଇଁ ରହିବ କିନ୍ତୁ କଫ ଜନିତ ସମସ୍ୟା ରହିବ। ଆଉ କଣ ହେଇପାରେ? ପିତ୍ତ ଜନିତ ସମସ୍ୟା ବି ରହିପାରିବ। କାରଣ ଏଟା ତିନିଟାର କାରକ, କିନ୍ତୁ ମୋଷ୍ଟ ପ୍ରିଡୋମିନାଣ୍ଟଲି କଣ ରହିବ? ମୋଷ୍ଟ ପ୍ରିଡୋମିନାଣ୍ଟଲି ତାକୁ ବ୍ରିଦିଂ ଇସ୍ୟୁ ରହିବା କଥା ରହିବ। ଯେତିକ ବୁଦ୍ଧ ମହାଦେଶରେ ଜନ୍ମ ହେଇଛନ୍ତି ସମସ୍ତଙ୍କୁ ବ୍ରିଦିଂ ଇସ୍ୟୁ ରହିବା କଥା ରହିବ। କାରଣ ରେସ୍ପିରେଟରୀ ସିଷ୍ଟମ ର କାରକ ହଉଛନ୍ତି ବୁଧ। ଚେକ୍ କରିନବ ସମସ୍ତେ। ତୁମ ନକ୍ଷତ୍ରକୁ, ତୁମ ନକ୍ଷତ୍ର ଯଦି ବୁଧ ରୁଲ କରୁଛି, ଯାହାର ଶନି ରହିବ ତାର ଗୋଡ ହାତ ପୀଡା ରହିବା କଥା ରହିବ। ଯାହାର ମଙ୍ଗଳ ରହିବ ତାର ବ୍ଲଡ ରିଲେଟେଡ ଇସ୍ୟୁ ରହିବା କଥା ରହିବ। ସେଆଡିକି ମୁଁ ଯାଉନି, ବଟ୍ ମୁଁ ମୋର ବୁଧ କହୁଛି ମାନେ ମୁଁ ବୁଧ କହିବି ତାକୁ ବ୍ରିଦିଂ ଇସ୍ୟୁ ରହିବ। କାରଣ ବୁଧ ଯଦି ପୀଡିତ ହେଇଗଲା ସେ ବ୍ରିଦିଂ ଇସ୍ୟୁ ଦେଇଦବ। और ଯଦି ବ୍ରିଦିଂ ଇସ୍ୟୁ ନଦେଲା ତାହେଲେ ସ୍ଲାଇଡ ସ୍ଲାଇଡ ଯୋଉ ଏଇ ଯୋଉ ପଛପଟ ନା ନା ପଛପଟ ବା ଏଇ ଯୋଉ ପଛଖଣ୍ଡ ସ୍ଲାଇଡ ପେନ୍ ଦବା କଥା ଦବ। ସେ ସବୁବେଳେ ତାର ପେନ୍ ହଉଛି, ମାନେ ସେ ଜାଣିନଥିବ କଣ ପାଇଁ ପେନ୍ ହଉଛି, ବଟ୍ ହଉଥିବ। ଠିକ ଅଛି, ମାଇଲ୍ଡ ପେନ୍, ମୁଣ୍ଡର ମାଇଲ୍ଡ ପେନ୍ ବି ତାର ବି କାରକ ବୁଧ। ଆଉ ଯଦି ଡଷ୍ଟ କଣ୍ଟିନ୍ୟୁସ ହଉଛି, ଆଲର୍ଜି ବି ରହିପାରେ। ଡଷ୍ଟ ଆଲର୍ଜି ରହିବ ରହିବ। କୌଣସି ସନ୍ଦର୍ଭ ଅବକାଶ ବୁଧ ହୁଁ ଯଦି ହେଇଗଲା ତାକୁ ଡଷ୍ଟ ଆଲର୍ଜି ରହିବା କଥା ରହିବ। ରେସ୍ପିରେଟରୀ ରିଲେଟେଡ ସମସ୍ୟା ନା ଭାଇ। ହୁଁ।